ସାଙ୍ଗମାନେ ଆଜି ମତେ କଣ ପାଇଁ ଛାତ ଉପରେ ଯାଇ ମୁଣ୍ଡ ଧୋଇବାକୁ ପଡିଲା ଭିଡିଓଟିକୁ ଆଗକୁ ଦେଖନ୍ତୁ ଜାଣିପାରିବେ। ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ, ଜୟ ଶ୍ରୀ ରାଧେ। ତ ସାଙ୍ଗମାନେ ଚାଲନ୍ତୁ ଆଜିର କାର୍ଯ୍ୟକ୍ରମ ଷ୍ଟାର୍ଟ କରିବା। ତ ସକାଳୁ ଉଠିଲା ପରେ ନିଦୁଆ ନିଦୁଆ ଆଖିରେ ପ୍ରଥମେ ଘର ଝାଡୁ କରିଦେଇଥିଲି, ତାପରେ ଘର ପୋଛି ଦେଇଥିଲି, କାହିଁକି ନା ଏବେ ଡଷ୍ଟର ପରିମାଣ ଏତେ ବଢି ଯାଇଛି ଯେ ଘର ରେଗୁଲାର ପୋଛିବାକୁ ପଡୁଛି। ତାପରେ ସୂର୍ଯ୍ୟଙ୍କର କିରଣ ଘର ଭିତରକୁ ଟିକେ ପଡିବ ବୋଲି ଝରକା ଦୁଇଟାକୁ ଖୋଲି ଦେଇଥିଲି। ତ ଆଜିର ୱେଦରଟା ବହୁତ ଭଲ ଥିଲା, ସେଥିପାଇଁ ମୁଁ ମୋର ଷ୍ଟାର୍ଟ କରିଦେଇଥିଲି ମର୍ଣ୍ଣିଂ ରୁଟିନ। ପ୍ରଥମେ ଟିକେ ନଖ ଉଷୁମ ପାଣି ପିଇଲା ପରେ ଓଠଟା ବହୁତ ଡ୍ରାଏ ଡ୍ରାଏ ଲାଗିଥିଲା, ତାପରେ ମୁଁ ଟିକେ ଲିପ୍ ବାମ୍ ଲଗେଇ ମୋର ଯୋଗ ପ୍ରାଣାୟାମରେ ଲାଗି ଯାଇଥିଲି। ଯେହେତୁ ଏବେ କିଛି ଦିନ ହବ ଏ ଯୋଉ ଥଣ୍ଡାର ପରିମାଣ ବଢି ଯାଇଛି, ତ ସେଥିପାଇଁ ନିଜର ବି ଯତ୍ନ ନେବାକୁ ପଡିବ, ନହେଲେ ଆପଣମାନଙ୍କୁ ଭିଡିଓ କେମିତି ଦେଖେଇବି। ତ ସାଙ୍ଗମାନେ ମୁଁ ଏଇ ଯୋଉ ସବୁ ଯୋଗ କରୁଛି ଏବେ, ଏଇ ଯୋଗକୁ କଣ କୁହନ୍ତି ଆପଣମାନେ ଜାଣିଛନ୍ତି କି? ଟିକେ କମେଣ୍ଟ କରି କହିବେ। ତ ତାପରେ ମୁଁ ଚାଲି ଯାଇଥିଲି ମୋର ଗୋଟେ ହେଲ୍ଦି ଡ୍ରିଙ୍କ ନବା ପାଇଁକା, ଯୋଉଟା କି ଇମ୍ୟୁନିଟି ବୁଷ୍ଟ କରିବ ମୋର, କାହିଁକି ନା ଥଣ୍ଡା ଦିନେ ଇମ୍ୟୁନିଟି ବୁଷ୍ଟ ନିହାତି ଦରକାର। ସାଙ୍ଗମାନେ ମୁଁ ତ ମୋର ଇମ୍ୟୁନିଟି ବୁଷ୍ଟ କରୁଛି, ଆପଣମାନେ କରୁଛନ୍ତି କି ନାହିଁ? ତ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ଭିଡିଓଟିକୁ ଲାଇକ୍ କରନ୍ତୁ। ଦେଖାବ ନେକ୍ସଟ ଭିଡିଓରେ। ଆପଣମାନଙ୍କର ଭଲ ପାଇବା ଆଉ ସପୋର୍ଟ ରହିଲେ ଆଗକୁ ଏମିତି ବହୁତ ସାରା ଭିଡିଓ ଆସିବ।